अच्छा नवीन जी सब ठीक ठाक चली तो ତମେ ବାବୁ ପରା ଆମ ବିଧାୟକ ମାନଙ୍କର 3 ଗୁଣା ଦରମା ବଢାଇ ଦେଇଛନ୍ତି। ଯେଉଁ ମାନେ ଭୋଟ ଦେଲେ ତାଙ୍କୁ 300 ୟୁନିଟ୍ ବିଜଲି ଫ୍ରି ଦେଇ ପାଇଲେନି, ହେଲା ଆମ ବିଧାୟକ ମାନଙ୍କ ପାଇଁ 3 ଗୁଣା ଦରମା ବଢେଇ ଦେଲେ। ଆଉ ଆମ ଓଡିଶାରେ ଏବେ ବିକାଶର ରଥ ଗାଡି ଚାଲିଛି। अयो तुमको विधायक मान दरवा बढ़िया किए कहला। ଦେଖନ୍ତୁ କଥା କଣ କି ମୁଁ ଯେତେବେଳେ ବିଧାୟକ ଥିଲି ମୁଁ ସେତେବେଳେ ସ୍ୱପ୍ନ ଦେଖୁଥିଲି ମୋ ଦରମା କେମିତି ବଢିବ। ଆଉ ଏବେ ତ ମୋ ହାତରେ ପାୱାର ଅଛି ଦରମା ବଢେଇବାର, ସେଥିପାଇଁ ମୋ ସ୍ୱପ୍ନ ପୂରଣ କରିବା ପାଇଁ ଦରମା ବଢେଇଦେଲି। ଆଉ ଗୋଟେ କଥା ହେଲା, ଆମ ଓଡିଶା ଲୋକମାନେ ଆମ ପାଟିକି ଯେମିତି ଏବେ ଗାଳି କିଣା ଦଉଛନ୍ତି, ମତେ କାହିଁ ଲାଗୁନି ଆଉ ଆମେ ଜିତିଲା ଭଳିଆ। ସେଥିପାଇଁ ଆମ ଫ୍ୟୁଚର ଟାକୁ ସିକ୍ୟୁର କରିବା ପାଇଁ ପୁରା ଫ୍ୟୁଚର ପ୍ଲାନିଂ କରିଦେଇଛି ଆଉ। वाओ चमत्कार। ଆପଣ ତ ଭଲ ଭାବେ ଜାଣିଥିବେ ଏମଏଲଏ ମାନେ ତାଙ୍କ ଦରମାରେ ଜମା ହାତ ମାରନ୍ତିନି, ଉପରି ରହି ଚାଲନ୍ତି। ସେଟା ଦରମା ଠାରୁ 100 ଗୁଣ ଅଧିକ ଏମାନଙ୍କର ଉପରି। ତାପରେ ବି ତମେ ତାଙ୍କର 3 ଗୁଣା ଦରମା ବଢେଇଦେଲ। ସାଲା ଯଦି ଅଙ୍ଗନବାଡି ଦିଦି ମାନଙ୍କର ଦରମା ତମେ 1% ବଢେଇ ଦେଇଥାନ୍ତ, ତମେ ଫେଟକୁ କାନ୍ଥରେ ମାରିକି ଫୁଲ ଦେଇକି ପୂଜା କରିଥାନ୍ତେ। ହେଲେ ତେମେ ତ ତେଲିଆ ମୁଣ୍ଡରେ ତେଲ ବେଳିବ ଆଉ। ମାଝୀ ବାବୁ ଆପଣ ଜमा ଠିक କले नहीं लोक माने भल भाव जानी एमाने केते पैसा मारी खाती समस्ते सीना खाती 95% काम ना पैसा मारी खाती। आपण आम लोकों पैसा को जमीती उड़ेले लोक माने फाइनाली अर्थर आमको वोट देवेनी। नवीन जी आप कुछ करिए। ମୁଁ ବେଳା କଣ କରିବି? ମୁଁ ସେ ବାଡିଲା ଦରମା पैसा ନେବି ନାହିଁ। ସେ ଲୋକଙ୍କ पैसा ଲୋକଙ୍କୁ ଦାନ କରିଦିଅ। ମୁଁ ଚିଠି ଲେଖିକି ପଠେଇଦେବି। ମୁଁ ଏତିକି ବାସ୍ କରିପାରିବି, ଆଉ କିଛି କରିପାରିବିନି। ହାତ ଟେକି ଦେଲି ଉପରକୁ।